ମୋ ପାଖରେ ଶୋଇପଡ଼ି। ଆରେ କେତେ ଦିନ ହେଲା ଦେଖିନଥିଲି ତତେ। ସୁଖୀ ପୁରା କୋଳା କାଠ ପଡିଗଲାଣି। ଖିଆ ପିଆ କରୁନୁ କି? ହଁ ମୋ ସେ ଟିକେ ବନ୍ୟାଳ ବୟସ ତ ଟିକେ ଚିନ୍ତା ରହୁଥିବ। ହବ ତ ଏମିତି କଣ କଥାବାର୍ତ୍ତା କରୁଛୁ? ଆରେ ସିଏ ଏବେ ଟିକେ ଖାଇ ନାହିଁ। ଆଉ ଯେହେତୁ ଏତେ ଦିନ ପରେ ଆମ ଘରକୁ ଆସିଛି ମୁଁ କଣ ତାକୁ ନ ଖାଇକି ଛାଡୁଛି? ମାନେ ଆରେ ମାନେ ମୋର କହିବା କଥା ଯେହେତୁ ଏତେ ବର୍ଷ ପରେ ସିଏ ଆମ ଘରକୁ ଆଇଛି ଆଉ ଖିଆ ପିଆ ଟିକେ କରିକି ଯିବ ନା, ତାକୁ କଣ ନ ଖୁଆଇକି ଛାଡୁଛି? ମୁଁ ସେଇ କଥା କହିଲି କି ତାକୁ କଣ ଖୁଆଇ ପିଆଇ ନ ଛାଡୁଛି, ସେଇ ଯୋଗୁରୁ ମୁଁ ସେଇ କଥାଟା କହିଲି। ଆଉ ତୁ ରହ, ମୁଁ ଟିକେ ଫ୍ୟାନ୍ ନେଇ ଆସୁଛି। ଏପଟକୁ ମୋ ପାଖକୁ ଆସି ଟିକେ ଠିଆ ହେଇଯାଉନୁ। ଭଲ କି ମନ କରି ଖାଇକି ଯିବୁ ହେଲା। ତୁ କଣ ମ ମନେ କଥା ହେଇଥିଲା ନା ତମର ଉପର ଭାଗ ଲାଜ ଭାଗ। ନନା କଣ ଇଏ ସବୁ? ହାତ ଛାଡ଼ିବି କଥା ହେଇଥିଲା କଣ ଜାଣିନୁ କି? ତୋର ମୁଣ୍ଡ ଭାଗକୁ ମୋର ପାଞ୍ଚ ଭାଗ। ଆଉ ବଡ ଭାଇ ତୁ ବଡ ଭାଇ ହଉ କି ମୋର କିଛି ଯାଏ ଆସେ ନାହିଁ। ମୋ ସ୍ତ୍ରୀ ଶୋଇ ପଇଲାଣି। ପୋଡ ଦେବି ତୁ ପୋଡ ଦେ କି ଛୋଡ ଦେ ମୋର କିଛି ଯାଏ ଆସେ ନାହିଁ। ମୁଣ୍ଡ ଭାଗ ତୋର, ଲାଜ ଭାଗ ମୋର। ଶୋଇପଡ ଶୋଇପଡ। ନା ଗାଜର ଖାଇଲେ ତା ଗାଲଟା ଗ୍ଲୋ କରେ। ନାଇଁ ନାଇଁ ତାର ଟିକେ ଦେଶୀ ବନ୍ତଳ କଦଳୀ। ଦେଶୀ ବନ୍ତଳ କରିବି କାହିଁ ଖାଇବ? ଭଲ ନା? ଭଜା ଟିକେ ଖାଇବାକୁ ଭଲ ପାଏ। ହଁ। ତା ବୋଲି କି ଆଉ ତାହେଲେ ବଢିଆ ଖେଳ ଖେଳୁଛ ଆଉ ଏ ଖେଳ ତ ଭାରି ବଢିଆ ଖେଳୁଛ। ସେ ଖେଳ ଖେଳିଲା ବେଳକୁ କାହିଁ କାନ୍ଥ ଆଡିକି ମୁହଁ କରୁଛ? କୋଉ ଖେଳ? ଏ ନାଇଁ ମୋ ସେ ବାଡିଆ ବାଡି। ନନା କହିବା କଥା ବାଡିଆ ବାଡି। କଣ ତମେ ମତେ ବାଡେଇବ? ଆଇଲ ଅଗ ଆଡେ ଛିଡା ହେଇକି ତମ ମୂଳ ହାଣିଦେବି। କହିଲେ ନାନୀ ତୁ ନନାକୁ ଏମିତି କଣ କହୁଛୁ ଯେ? ଆଲୋ ଲିମ୍ବ ଗଛ ମୂଳ ହାଣିଲେ ସେ ପୁଣି ଉଠିବ। ଆକାଶିଆ ତା ମୂଳ ହାଣିଲେ ବି ସେ ପୁଣି ଉଠିବ। ସଜନା ଗଛ ମୂଳ ହାଣିଲେ ବି ସେ ପୁଣି ଉଠିବ। ଆମ୍ବଟା ବା ସ୍ୱାଭିମାନ ଗଛଟା, ତାକୁ ଆଣିଲେ ସିଏ ଆଉ ନ ଉଠେ। ତୁ କଣ ଜାଣିଛୁ? ଏମାନେ ଏମିତି ଗେଲେଇ ଗେଲେଇ ଆମ ନାରୀ ଶକ୍ତିକୁ ଚାପି ଦେଇଛନ୍ତି। ଅନେଇଲ ଆମ ନାରୀ ମାନଙ୍କୁ ହାଲକାରେ ନବନି। ନାରୀ ଅବଳା ହେଇପାରେ, ନାରୀ ନଙ୍ଗଳା ବି କରିପାରେ, ନାରୀ ଦୁର୍ବଳ ହେଇପାରେ, ନାରୀ ଶାବଳ ବି ଧରିପାରେ, ନାରୀ ଜନନୀ ହେଇପାରେ, ନାରୀ ଜୀବନ ବି ନେଇପାରେ, ନାରୀ ଭଗିନୀ ହେଇପାରେ, ନାରୀ ଭାଙ୍ଗ ବି ଖାଇପାରେ ନା, ନାରୀ ଭଦ୍ର ହେଇପାରେ, ନାରୀ ବକାବକି ବି କରିପାରେ। ଦେଖିବ କେତେ ସବୁ ଶୁଣିଲା ପରେ ତୋର ଇଚ୍ଛା ହଉଛି ବାଡିଆ ବାଡି ଖାଇବା ପାଇଁ? ନାଇଁ ନନା ଆମର ସେଇ ନୁଚା ନୁଚି ଠିକ। ଏଇ ତମେ ଦି ଜଣ ସେଠି ଫୁସୁର ଫାସୁର କଣ ହଉଛ? ତମେ ମତେ ଚିନ୍ତା କରିଛ, ସେଥିରୁ ମତେ କିଛି କହିବ? ହେଇଟି ଶୁଣ, ତମେ ଜାଣିଛ ମୋର ଦିଟା ଗୋଡ। ଯଦି ସେମିତି କିଛି ମତେ କହିଲ ତାହେଲେ ମୋର ଗୋଟେ ଗୋଡ ତମ ତଣ୍ଟି ଉପରେ, ଆଉ ଗୋଟେ ଗୋଡ ତମ ପାଦ ଉପରେ। ଭଲ ହେଲା ଆଉ ମୋ ମୁଣ୍ଡଟା ତ ନନା ପେଟ ଉପରେ। ବାଜେ କଥା କିଏ ଗୋଟେ ଛତୁରି କାଙ୍ଗଳିଆ କଥାବାର୍ତ୍ତା କରୁଛି। ନନା ଆଇଲେନି। सर्वारिष्ट खंडनम मेथ प्लस बिंधवम ऐसे लखनी भवन्तु किंचित अर्थ गेंडम। ନନା ଆପଣ ପୁରା ଠିକ ସମୟରେ ଆସି ପହଞ୍ଚିଛନ୍ତି। ହଁ ନନା ମୋର ଗୋଟେ କଥା ଆପଣଙ୍କୁ ପଚାରିଥିଲା। ମତେ ଗୋଟେ କଥା କହିଲେ ନନା। ଦେଖନ୍ତୁ
ବାପା ବୋଉଙ୍କର ଶ୍ରାଦ୍ଧ ଆଉ କିଛି ଦିନ ପରେ ଆସୁଛି ନନା। ବାପା ବୋଉଙ୍କର ଶ୍ରାଦ୍ଧ ଆଉ କିଛି ଦିନ ଭିତରେ ଆସୁଛି। ଗୋଟେ କୌଣସି କାରଣ ଯୋଗୁରୁ ଆମ ଘର ଭିତରେ ଯଦି ଝଗଡା ହେଇଗଲା, ଇଏ ମାଇକିନା ପଲ କହୁଛନ୍ତି ତମେ ସେପଟେ ଶୋଇବ ଆମେ ଏପଟେ ଶୋଇବୁ। ହଉ ହେଲା, ମୁଁ ମାନିଲି ତାଙ୍କ କଥା। ତମେ ତମ ସେପଟେ ଶୋଇବ ଆମେ ଆମର ଏପଟେ ଶୋଇବୁ। ହେଲେ ଆମ ଶାଢୀଟା କୋଉଠି ଶୋଇବ? ମୁଁ ଚାଲିଗଲା ଶଗଡ଼ରେ ହାତ ମାରି ଦିଏ, ଯୋଉ ଝିଅ ଭଲ ଲାଗେ ତାକୁ ଟିକେ ଚାହେଁ। ମୁଁ ଚାଲିଗଲା ଶଗଡ଼ରେ ହାତ ମାରି ଦିଏ, ଯୋଉ ଝିଅ ଭଲ ଲାଗେ। ଭାଇ ଶାଳି ହଁ ଇଏ ତାହେଲେ ଶାଳି ଇଏ ଆମ ଶାଢୀ। ଜାଣିଲିଅନ୍ ଜାଣିଲୁ ହଁ। ମାନେ ମୁଁ ଯାକୁ ସବୁବେଳେ ଦେଖେ। ନା 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 ଆଉ ସିଏ ଏସ୍ ଇଏ ଜେ ଜାନି ସିଏ ସନ୍ନି। ଜାନି ସେ ଏସାନି ଟିକେ ମୁଁ ମସ୍ତିଷ୍କ ଟିକେ ମା ଏଠି ଟିକେ ଆସିଲ ଆଉ ଟିକେ ଆଗକୁ ଆସ। ସେ କଣ କହିଲ କାଳେ ଖରାପ ଲୋକଙ୍କର ଦୃଷ୍ଟି ପୁଷ୍ଟି ପଡିବ ଘରେ, କାଳେ ଖରାପ ଦୃଷ୍ଟି ନଜର ରହୁଥିବ ନା ବାରିପଟେ ନଡିଆ ଗଛରା ଖାଲି କାଳେ ରହୁଥିବ। ଗୋଟେ ଆଜ୍ଞା ମାଳ ଆଣିଛି ହେଲା। କାହାରି ନଜର କେବଳ ଆମରି ନଜର ଭିତରେ ରହିବ। ଆଜ୍ଞା ହଁ ଯେ ଯୋଉ ଶାଳି କଥାଟି କହିଲ ମୋ ମନକୁ ପାଇଲା, ମୋ ମନକୁ ପାଇଲା। ଅନ୍ତରରୁ ଦି ଚାରିଟା ଶବ୍ଦ ବାହାରୁଛି। ମୋର ଯେତିକି ସ୍ମରଣ ହଉଛି ମୁଁ ସ୍ମରଣ କରିକି ଦିଟା ଶବ୍ଦ। ଆଜ୍ଞା ନନା କହୁନାହାନ୍ତି। ଘର ନନ୍ଦୀ ଘୋଷ କାହୁଁ ବା ଗଡିବ ସ୍ୱାର୍ଥକୁ ସାରଥି କଲେ। ହେଲା ବୁଝିଲ କି ପୁଅ? ଘର ନନ୍ଦୀ ଘୋଷ କାହୁଁ ବା ଗଡିବ ସ୍ୱାର୍ଥକୁ ସାରଥି କଲେ। ତମ ଝଗଡାରେ ସେ କାହୁଁ ବା ପଶିବେ ସିଧା ଯାଇ ଆମର ଶୋଇପେଲେ। ନନା ପୁରା ପରଫେକ୍ଟ କଥା ଆପଣ କହିଛନ୍ତି, ପୁରା ସଠିକ କଥା ଆପଣ କହିଛନ୍ତି। ଆପଣ ଗୋଟେ ସେଇ କାମ କରନ୍ତୁ। ହଁ ଆପଣ ଗୋଟେ କାମ କରନ୍ତୁ, ୟାକୁ କେବଳ ଶ୍ରାଦ୍ଧ ପର୍ଯ୍ୟନ୍ତ ନେଇକି ଆପଣଙ୍କ ଘରେ ରଖିଦିଅନ୍ତୁ। ଗଲା ଯୋଉ ଦିନ ଶ୍ରାଦ୍ଧ ପଡିବ ତ ମୋ ଧନ ଘରକୁ ଆସିବେ, ସିଏ ତ ଆସି ପହଞ୍ଚିବ। ତଳ ବଖାରେ ରଖିଦେବି। ଆଜ୍ଞା ଆଜ୍ଞା ଠିକ ଅଛି। ନନା ଆଉ ଗୋଟେ କଥା ମତେ ଭାରି ଚିନ୍ତା ଲାଗୁଛି। ଆଚ୍ଛା ମତେ ଗୋଟେ କଥା କୁହନ୍ତୁ, ଇଏ ମାଇକିନା ପଲ କହୁଛନ୍ତି ଆଉ ତମେ ଗୋଟେ କାମ କର, ତମେ ତମର ଅଲଗା ଶୋଇବ ଆମେ ଆମର ଅଲଗା ଶୋଇବ। ମୋର ସେଇ ଚିନ୍ତାରେ ଏ ମାଇକିନା ପିଲା ଗୁଡା ତମେ ସିନା ଅଲଗା ହେଇକି ଶୋଇପାରିବ, ହେଲା ବା ଆମେ ଟୋକା ଗୁଡାକ ଏକୁଟିଆ କଣ କରିବୁ? ଓହୋ ତାହେଲେ ଏଇଟା ଚିନ୍ତାର କାରଣ। ତମେ କେମିତି କଣ ଶୋଇବ କଣ କରିବ ଦିଟା ପୁଅ ପିଲା ସେଇ ଚିନ୍ତାରେ। ହଁ 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 ଏଇଟା ଗୋଟେ ବଡ ଚିନ୍ତା। ଗୋଟେ କାମ କର ପୁଅ, ଏ ବ୍ୟାଗଟା ରଖ। এইটা না কোন ଏଥିରେ 4-5 କିଲୋ ଶୁଖିଲା ଆମ୍ବୁଲ ଅଛି। ଦକ୍ଷିଣରେ ମିଳିଥିଲା ତ ମୁଁ କହିଲି କାଳେ ଘରେ ପିଲା ଛୁଆ ଖାଇଦେବେ। ହଁ କଣ ସେଇ ବେସର ଫେସର ହେଇକି ହବା କଥା। ହଁ ବେସରଟା ତ ହବ ଆଉ। ଇଏ ତମେ ଯେହେତୁ ଝିଅ ପିଲା ଦିଟା ଏକାଠି ରହିବ, କାଳେ ଏକୁଟିଆ ଶୋଇବେ ନା, କାଳେ ଘରେ ଚୋର ଫୋର ପଶିକି ଆଟାକ୍ କରିଦେବେ। ଯଦି ଚୋର ଫୋର ପଶିବେ, ଏକୁଟିଆ ଝିଅ ପିଲା ଦିଟା ଶୋଇବ ନା, ତାଙ୍କୁ ବାଡିଆ ପାଇଁ ଗୋଟେ ବେଲଣା କାଠି ଆଣିଛି ହେଲା। ଆକୁ ମଝିରେ ରଖିକି ଶୋଇବ, ମାନେ ମୁଣ୍ଡଟି ରଖିକି ଶୋଇବ। ଯଦି ଚୋର ଫୋର ହଠାତ୍ ଚେଷ୍ଟା କଲେ ଘରକୁ ପଶିବା ପାଇଁ ଚୋର ଗୁରାକ, ସାଙ୍ଗେ ସାଙ୍ଗେ ଉଠିକି ବାଡେଇ ଦବ ହେଲା। ରଖିଥା ଏଇଥରେ ବାଡେଇବ। ଜଣେ ବେଲଣା କାଠି। ଆଚ୍ଛା ନନା ଇଏ ସିନରେ ତ ଇଏ ପ୍ରପର୍ଟି ମାଗୁନଥିଲା। ପ୍ରପର୍ଟା ସିନ୍ ପାଇଁ ନଥିଲା। ସିନ୍ ପାଇଁ ନଥିଲା, ଆମକୁ ଆମ୍ବୁଲ ତାଙ୍କୁ ବେଲଣା କାଠି। ତୁ କଣ ଚାଟୁଛୁ ମ? ଯାଅ ତମେ ତ ସେପଟକୁ, ଆମ ଚାଲ ସେପଟକୁ ଚାଲ।